ଗାଧେଇକି ଆସିଲିଣି ଗାମୁଛାଟା ପିନ୍ଧିକି ବୁଲୁଛି ଚାରିଆଡେ ଗାମୁଛାଟା ପୁରୀ ଘର ସାରା ପିନ୍ଧିଛି। ମୋ କିଡ଼ାରେ ପେଣ୍ଟଟା ଟଙ୍ଗେଇଥିଲି ସେ ପେଣ୍ଟଟା କଣ ହେଲା ପେଣ୍ଟ ସାର୍ଟ କଣ ହେଲା ମୁଁ ଟିକେ ଯିବି ରଜଟା ଚାଲିଛି ଆଜି ବାର ପଡିଛି ଲୋ ଆରେ ବାର ପଡିଛି ମଟନ ଟିକେ ଆଣିବି ଆଇଲେ ଟିକେ ଝୋଳ କରିବା ଖାଇବା କୁଆଡେ ଗଲା ମୁଁ ଖୋଜି ସାରିଲିଣି ତୁ କୁଆ ଗଲୁ ତୁ ତ ବିଲେଇ ଆଉ ତୁ ତ କାହା ଘରେ ପଶିଥିବୁ ଆଉ ତୁ ଆଉ ଘର ଆଉ ତୁ ଜାଣିପାରୁନୁ ବୁଝିଲୁ ତୋ ପାଇଁ ଏତେ ଗଲି ତୋ ମୁଣ୍ଡକୁ ପ୍ରାୟ ଯୋଉ ରଜକୁ ସିନ୍ଥି ଆଣିଥିଲି ଶାଢୀ ଦେଇଥିଲି ତୁ ଇଆଡେ ସିଆଡେ କୁଆଡେ ହଉଛୁ ଆରେ ସେ ଚିକେନ କୁଆଗଲା ପୁଅଟା କୁଆଗଲା ଏତେବେଳେ ଏପର୍ଯ୍ୟନ୍ତ ମୁଁ ତାକୁ ଦେଖିବାକୁ ପାଉନି ଚିଡ଼ାରେ ନାହିଁ ପେଣ୍ଟ ସାର୍ଟ ତୁ କୁଆଡେ ବୁଲୁଛୁ ସ୍ତ୍ରୀ ଲୋକଟା ବଡ ଇଏ ଚିକେନ ରେ ଏ ଚିକେନ ଚିକେନ ଏ ବାପା ଚିକେନ ମା ନାହିଁ ରେ ଚିକେନ ଆରେ ତୋର କଣ ଏଇଠି କାନ୍ଦୁଛୁ କାହିଁକି ତୋର ଇଏ କି ଅବସ୍ଥା ଅବସ୍ଥା କଣ ଇଏ କଣ କୋଉଠି ମୋ ବାପାଲୋ ଅବସ୍ଥା ତୋର ଏମିତି କଣ କହିଲୁ ବାପା ଯାଇଥିଲି ମୋ ପେଟ କାହିଁ ବା କହନି ସେ ପେଣ୍ଟ ତୋର ତ ଗୋଟେ ସେଇ ତୁ ଯେତେବେଳେ ପାଉଛୁ ସେତେବେଳେ ପିନ୍ଧୁଛୁ ମୁଁ ଯେତେବେଳେ ପାରୁଛି ସେତେବେଳେ ନଉଛି ଆଜି ସେ ଆର ସାହିର କନକ ନାନୀ ଆଚ୍ଛା ସିଏ କଣ କଲା ଅରେ ଚିକେନ ରେ ଆଜି ରଜ ଭଲ ମାଉଁସ ଟିକେ ଝୋଳ କରିଛି ଟିକେ ଫାଙ୍କା ଦେଖି ପଳେଇ ଆସିବୁନି ପଳେଇଲେ ତତେ ଗୋଟେ ଭଲ କଥା କହିବି ମୁଁ ତ ସେଇ ଲୋଭରେ ମୁଁ କହିଲି ଆମ ଘର ତ ଡେରି ହବ ତାର ଟିକେ ସହଳ ହବ ମୁଁ ସେଇଥିପାଇଁ ମାଡିଗଲି ଆଉ ନାଇଁ ତୋର ଜାଣିବା ଦରକାର ଆଜି ଗୋଟେ ଭଲ ମନ୍ଦ ଦିନଟା ମୁଁ ପେଣ୍ଟ ସାର୍ଟ ପିନ୍ଧିକି ଟିକେ ମାର୍କେଟ ଗଲେ ମଟନ ଟିକେ ଆଣିବି ପରିବାର ସହିତ ମୋର ଟିକେ ମେଳ ହେଇକି ବସିକି ଝୋଳ ଖାଇବା ତୁ ତ ବାକୁଲି କୁନ୍ଦିଲା ଭଳିଆ ହେଇଛୁ ଆଉ ତୁ ବାହାରେ ଇଆଡେ ସିଆଡେ ଯାଇ ଖାଇଲେ ମୋ ମନ ଭଲ ଲାଗିବ କହିଲୁ ବାପା ଠିକ କହିଲୁ ଆଉ ତୁ ଇଆଡେ ସିଆଡେ କଣ ପାଇଁ ବସି ଯାଉଛୁ କହିଲୁ ମା ତ ବୁଲୁଛି ଚାରିଆଡ ତୁ ବି ତାରି କାଟର ତୁ ମୋ ମା ବିଲେଇ କୋଉଠି ମାଛ ଖାଇବାକୁ ଯାଇଥିବ ସେ ରମିତା ଘରକୁ ନହେଲେ ସେ ରଶ୍ମିତା ଘରକୁ କୋଉଠି ଗୋଟେ ଯାଇଥିବ ନା ଆଉ ତମେ ଖୋଜିକିରି ବାହାର କରିବ ନା ମାକୁ ଖୋଜିବା ଯାଇଥିବ କଣ ମୋ ପୁଅର ମୁଁ କଣ ଖୋଜିବି ତୁ ହେଇଛୁ ତୁ ବାପାର ସାଥ ଦବୁ ନା ଆଉ ମୁଁ ଦେବି ଯେ ବୁଝିଲ ବା ଓଲୋ ସେ ଯୋଉ କନକ ନାନୀ ସେ ଯୋଉ ମାଉଁସ ଝୋଳ କରେ ଆଚ୍ଛା ମତେ ଟିକେ ଲୋଭ ହେଲା ପଳେଇଲି ମତେ କହିଲା ଯେମିତି ଦେଖିଲା ମତେ କୋଳେଇ କାଖେଇ ପୁରା ଗେଲ କରିକିରି ଏମିତି କହିଲା କହିଲା ତୋ ଝୋଳ ମୁଁ କହିଲି ହେ କନକ ନାନୀ ମାଉଁସ ଝୋଳ ତ ବଢିଆ ହେଇଛି ମୁଁ ଆଗ ଖାଇବି ଦେଲୁ ନାଇଁ ରେ କେତେ ଝୋଳ ଦେବିନି କି ଫଳ ଦେବିନି ସବୁ ଦେବି ଯେ ଠିକଣା ସମୟରେ ଦେବି କେତେବେଳେ ଦବ ମୁଁ ଯୋଉ କଥା କହୁଛି ରାଜି ହେଲେ ଦେବି କଣ କହୁଛୁ ଗୋଟେ ରାଜ୍ୟ ଅଛି ତମର ଇଏ କି କଥା ମୋ ପିଲାଟାକୁ ନେଇକି ରାଜି କରୁଛନ୍ତି ଛୁଆଟା ପୁଣି ମେଟ୍ରିକ ଫେଲ ଛୁଆଟା କେମିତି ବୁଲୁଛି ଦେଖୁନ କୋଉଠି ଯାଇକି ରାଜି ହଉଛି ବୁଝିଲ ବା ମତେ କହିଲା ତୁ ଆଇଲୁ କୋଳରେ ବସେଇଲା କହିଲା ଏତିକି ବେଳେ ତତେ ଅସଲ କଥାଟା କହୁଛି ମୁଁ କଣ କଲି ନାନୀ କହିବି ଯଦି ଜଲ୍ଦି କହ ମୁଁ ଝୋଳ ଖାଇବାରେ ମୋର ମନ ତୁ ଗୋଟେ କାମ କର ତୁ ଗୋଟେ ପୁରା ହଉଛି ମଟନ ଝୋଳ ରଙ୍କୁଣାଟା ତୁ ଜାଣିଛି ତମେ ତ ମାଛ ଖିଆ ଲୋକ ବୋଉ ତ ଚିକେନ ଖିଆ ଲୋକ ଆଉ ମୁଁ ତ ମଟନ ଖିଆ ଲୋକ ଆଉ ଯାହା ବି ହେଲା ମତେ କନକ ନାନୀ କଣ କହିଲା ଜାଣିଛ କଣ କହିଲା ମତେ ଟିକେ କହିଲୁ କହିଲା ମୁଁ ଆଗକୁ ତା ବ୍ୟବସ୍ଥା କରିବି ଫୁସୁରୁ ଫୁସୁରିକିରି କହିଲା କୋଳରେ ବସେଇ ଆଉଁସି ଆଇଛି ହଇରେ ଚିକେନ ତୁ ମଟନ ଖାଇବା ପୂର୍ବରୁ ମତେ ଯୋଉ ବାହା ହବୁ
ସରିଗଲା ରେ ବୁଝିଲୁ ବା କଣ କଲୁ? ଆରେ ସିଏ କଣ ହେଇଛି ଆରେ ବାହାଘର ନାନୀ ଡାକୁଛୁ, ସେ ତୋଠୁ 10 ବର୍ଷ ବଡ କି 15 ବର୍ଷ ବଡ, ତୁ କେମିତି ବାହା ହବା ପାଇଁ ତା ସାଙ୍ଗରେ ଫୁସୁ 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 ହଉଛୁ? ସିଏ ପୁରା କହିଲା ତାର ତାର ସେ 50 ବର୍ଷରେ ବି ମତେ ବାହା ହେବାକୁ କହୁଛି। ମୁଁ କହିଲି ନାନୀ ଲୋ ତୁ ତ ମୋଠୁ 10 ବର୍ଷ ବଡ, ମୁଁ ତେତେ କେମିତି ବାହା ହେବି? ମତେ କହୁଛି ଏଇ ମନ ବୃନ୍ଦାବନ, ଏଇ ମନ କାଶୀ, ଏଇ ମନ ବୁଢୀ ଛେଳି, ଏଇ ମନ ଖାସି। ତାହେଲେ ଏଠି ବୟସ କଣ ତୋର ଦେଖା? ଆରେ ବୟସ ଦରକାର ନାହିଁ, ତୁ ମତେ ବାହା ହେଇଯା, ମୁଁ ତ ବି ସବୁ କରିଦେବି। ମାଉଁସ ଝୋଳ ଆଗ ଦେବି ଆଉ। ଏଇ ତ ଯେମିତି ଝୋଳ କଥା। ମୁଁ କହିଲି ନା ନା, ମୋର ଯେତେବେଳେ ଏତେ ବୟସ କମ, 10 ବର୍ଷ କମ। କହିଲେ ଆରେ ସେ କିଚିନି ତେନ୍ଦୁଲକର ଟା, କିଚିନି ତେନ୍ଦୁଲକର। କଣ କଣ କହିଲୁ? କିଚିନି ତେନ୍ଦୁଲକର। କିଚିନି ତେନ୍ଦୁଲକର? ଉଠି ଉଠି ତତେ କିଚିନି ନୁହଁ ସେଟା, ଏଟା ସଚିନି ତେନ୍ଦୁଲକର। ସଚିନି ତେନ୍ଦୁଲକର ବାହା ହେଇଛି ବୋଲି କଣ ତୁ ବାହା ହବୁ 10 ବର୍ଷ ବଡରେ? ସେଇ କଥା କହିଲା। କହିଲା ସଚିନି ତେନ୍ଦୁଲକର, ସିଏ ପୁରା ଅଞ୍ଜଳି ମ୍ୟାଡାମ ସିଏ ତ ତାଠୁ 10 ବର୍ଷ। ଆଉ ତୋର ମୋର କଣ ଅସୁବିଧା ହେଇଯାଉଛି? ଇଏ ଯୋଉ ଯାହା ସହିତ କଥା ହଉଛି ଫୁସୁ ଫୁସୁ କନକ, ସେ କଣ ଡକ୍ଟର? ନାଇଁ କନକ ଡାକ୍ତର ନୁହଁ ଯେ। କଣ ସିଏ? ସିଏ ତ ମୋ ନାନୀ, ବଡ ନାନୀ। ଯଦି ଡକ୍ଟର ହେଇଥାନ୍ତା 20 ବର୍ଷ ହଉ କଣ୍ଟା ହେଇଗଲା। ନାଇଁ ସେଇଟା ସତ ଯେ ମୁଁ ତାକୁ ବାହା କରି ଦେଇଥାନ୍ତି। ହଁ ଯେ ବା, ଡକ୍ଟର ଯଦି ହେଇଥାନ୍ତା। ହଁ ଯେ ବା, କନକ ନାନୀ ତ ପଡିନି, ସେ ତ ଆଡେ ବୁଢୀ ହେଇଗଲାଣି। ମତେ ବାଧ୍ୟ କଲା ଯେତେବେଳେ ମୋ ନାନୀ ହେଇପାରିବନି।